ନମସ୍କାର ଦର୍ଶକ ବନ୍ଧୁ, ମୁଁ ପ୍ରଦୀପ ଆପଣମାନଙ୍କୁ ସ୍ୱାଗତ କରୁଛି ଆଜିର ଆଉ ଏକ ନୂଆ ଭିଡ଼ିଓରେ। ତ ଦର୍ଶକ ବନ୍ଧୁ, ବର୍ତ୍ତମାନ ସମସ୍ତ ଭତ୍ତା ହିତାଧିକାରୀମାନଙ୍କ ପାଇଁ ଗୋଟେ ବହୁତ ବଡ଼ ଖୁସିର ଖବର। କାରଣ ଦେଖନ୍ତୁ, ଦୀର୍ଘ 3 ମାସ ଧରି ଯେଉଁ ଭତ୍ତା ଟଙ୍କାର ସମସ୍ୟା ସାରା ରାଜ୍ୟରେ ଦେଖିବା ପାଇଁ ମିଳିଥିଲା, ଆମର ଗ୍ରାମାଞ୍ଚଳଠୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ, ପଞ୍ଚାୟତ ଅଫିସରୁ ଆରମ୍ଭ କରି କଲେକ୍ଟର ଅଫିସ ପର୍ଯ୍ୟନ୍ତ ଯେଉଁ ଭତ୍ତା ଟଙ୍କାକୁ ନେଇ ଚାରିଆଡ଼େ ବିଦ୍ରୋହ ହେଉଥିଲା ବା ଆପଣମାନଙ୍କର ଜନ ଅସନ୍ତୋଷ ଦେଖିବା ପାଇଁ ମିଳୁଥିଲା, ବର୍ତ୍ତମାନ ସେହି ସମସ୍ୟାର ସମାଧାନ ହୋଇସାରିଛି ଏବଂ ଟଙ୍କା ବର୍ତ୍ତମାନ ଆକାଉଣ୍ଟକୁ ଆସିବା ଆରମ୍ଭ ହୋଇସାରିଛି। ତେଣୁ ଦେଖନ୍ତୁ, ଗତ 3 ମାସ ଧରି ଅର୍ଥାତ୍ ମାର୍ଚ୍ଚ ମାସରେ ଲାଷ୍ଟ ପେମେଣ୍ଟ ଯେଉଁ ଭତ୍ତା ଟଙ୍କା ଆସିଥିଲା, ତେଣୁ ଏନ୍ଏସ୍ଏପି ଅଣ୍ଡରରେ ଯେଉଁମାନେ ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ବା ଭିନ୍ନକ୍ଷମ ଭତ୍ତା ପାଉଥିଲେ, ସେମାନଙ୍କର ଟଙ୍କା ଏପ୍ରିଲ, ମେ ଏବଂ ବର୍ତ୍ତମାନ ଜୁନ୍ ମାସର ଯାହାକି ଟଙ୍କା ପେଣ୍ଡିଂ ଥିଲା। ତେଣୁ ଏହି 3 ମାସର ଯେଉଁ ଟଙ୍କା ଆପଣମାନଙ୍କର ଆସିବା ପାଇଁ ପୂର୍ବରୁ ମନ୍ତ୍ରୀ ମଧ୍ୟ ସୂଚନା ଦେଇଥିଲେ ଯେ ଆପଣମାନଙ୍କର 7 ଦିନ ଭିତରେ ଏହିସବୁ ସମସ୍ୟାର ସମାଧାନ ହେବ ଏବଂ ଆପଣମାନେ ଯାହାକି ଭତ୍ତା ପାଇପାରିବେ। ମୁଁ ମଧ୍ୟ ଆପଣମାନଙ୍କୁ ଭିଡ଼ିଓ ମାଧ୍ୟମରେ ପୂର୍ବରୁ ଅପଡେଟ୍ ଦେଇଥିଲି। ଡେଟ୍ ମଧ୍ୟ ଆପଣମାନଙ୍କୁ ପୁରା ପର୍ଟିକୁଲାର ଡେଟ୍ ମଧ୍ୟ ମେନସନ୍ କରିଥିଲି ଯେ 10 ତାରିଖ ଦିନ ଆପଣମାନଙ୍କର ଟଙ୍କା ଯାହାକି ଆକାଉଣ୍ଟକୁ ଆସିବ। ତ ଫାଇନାଲି ଦେଖନ୍ତୁ, ଆମର ଯେଉଁ ଡେଟ୍ଟି ଦିଆଯାଇଥିଲା ଏବଂ ଆଜି 10 ଜୁନ୍, ଟଙ୍କା ବର୍ତ୍ତମାନ ଆସିବା ପାଇଁ ଆରମ୍ଭ ହୋଇଯାଇଛି। ତେଣୁ କେଉଁମାନଙ୍କୁ ଟଙ୍କା ଆସିଛି ଏବଂ ଏଥିରେ ଆପଣମାନଙ୍କର ନା ଟଙ୍କା ଆସିଛି କି ନାହିଁ, କାରଣ ଏଥିରେ ମଧ୍ୟ ବହୁତ ସାରା ପ୍ରୋବ୍ଲେମ୍ ବର୍ତ୍ତମାନ ରହିଛି। କାରଣ ଯେଉଁ ଟଙ୍କା ଆସିଛି କେବଳ ନିର୍ଦ୍ଦିଷ୍ଟ ଗୋଟିଏ କ୍ୟାଟେଗୋରୀର ହିତାଧିକାରୀମାନଙ୍କୁ ଟଙ୍କା ଦିଆଯାଇଛି। ତେଣୁ କେଉଁମାନେ ଟଙ୍କା ପାଇଛନ୍ତି ଏବଂ ତାର ଡିଟେଲ୍ସ ପ୍ରୁଫ୍ ମଧ୍ୟ ମୁଁ ଆପଣମାନଙ୍କୁ ଦେଖେଇବି। ଏହା ସହିତ ଆଜି ଯେଉଁମାନଙ୍କର ଟଙ୍କା ଆସିନାହିଁ ସେମାନେ କେବେ ଟଙ୍କା ପାଇବେ, ସେ ବିଷୟରେ ମଧ୍ୟ ଡିଟେଲ୍ସ ଅପଡେଟ୍ ଆଜିର ଏହି ଭିଡ଼ିଓରେ ଆପଣମାନେ ଜାଣିପାରିବେ। ତେଣୁ ଭିଡ଼ିଓକୁ ଜମାରୁ ସ୍କିପ୍ ନ କରି ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଚ୍ୟାନେଲକୁ ପ୍ରଥମ ଥର ଭିଜିଟ୍ କରୁଥିଲେ ଭିଡ଼ିଓକୁ ଲାଇକ୍ କରିବା ସହିତ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖନ୍ତୁ, କାରଣ এইଭଳି ଜେନୁଇନ୍ ଅପଡେଟ୍ ସର୍ବପ୍ରଥମେ ଆପଣମାନେ ଆମ ଚ୍ୟାନେଲ ମାଧ୍ୟମରେ ପାଇପାରିବେ। ତ ଆପଣମାନେ ସମସ୍ତେ ଜାଣିଥିବେ, ଆମର ଏପ୍ରିଲ ମାସରେ ଭତ୍ତାର ଯେଉଁ ଆମର ବିଭାଗ ରହିଛି, ତ ସେଇ ସାମାଜିକ ସୁରକ୍ଷା ସଶକ୍ତିକରଣ ବିଭାଗ ତରଫରୁ ଗୋଟେ ନୋଟିସ୍ ଜାରି କରାଯାଇଥିଲା ଏବଂ କୁହାଯାଇଥିଲା ଏପ୍ରିଲ ଏବଂ ମେ ମାସର ଟଙ୍କା ବା ହିତାଧିକାରୀଙ୍କୁ ଏପ୍ରିଲ ମାସର ଟଙ୍କାଟି ମେ ମାସ ଶେଷ ସୁଦ୍ଧା 2 ମାସର ବକେୟା ଟଙ୍କା ପ୍ରଦାନ କରାଯିବ। କିନ୍ତୁ ସର୍ଭରର ପ୍ରୋବ୍ଲେମ୍, ଯେଉଁଟାକି ଆପଣମାନଙ୍କର ଟେକ୍ନିକାଲ ଇସ୍ୟୁ ଥିଲା ବୋଲି ସୂଚନା ମିଳିଥିଲା। ତେଣୁ ମନ୍ତ୍ରୀ ମଧ୍ୟ ସୂଚନା ଦେଇଥିଲେ ଯେ 7 ଦିନ ଭିତରେ ଆପଣମାନଙ୍କର ଟଙ୍କା ମିଳିବ ଏବଂ ସେ ବିଷୟରେ ମଧ୍ୟ ଭିଡ଼ିଓ ମାଧ୍ୟମରେ ମୁଁ ଅପଡେଟ୍ ଦେଇଥିଲି। ଯେହେତୁ ଆମ ଚ୍ୟାନେଲରେ ଆପଣମାନଙ୍କୁ କହି ରଖୁଛି, କାରଣ କେଉଁ ଚ୍ୟାନେଲ ବି ଆପଣମାନଙ୍କୁ ସଠିକ୍ ଡେଟ୍ ମେନସନ୍ କରିନଥିଲା। ଆମ ଚ୍ୟାନେଲରେ ମୁଁ ଆପଣମାନଙ୍କୁ କହିଥିଲି 10 ଜୁନ୍ରେ ଟଙ୍କା ମିଳିବ, କାରଣ ଯେଉଁ ସବୁ ଜେନୁଇନ୍ ଅପଡେଟ୍ ଦିଆଯାଉଛି ଆପଣମାନଙ୍କୁ କେବଳ ଏହି ଚ୍ୟାନେଲରେ ହିଁ ମିଳିବ। ବହୁତ ସାରା ଚ୍ୟାନେଲ ଆପଣମାନେ ଦେଖୁଥିବେ, ବାରମ୍ବାର ଆପଣମାନଙ୍କୁ ଭ୍ରାନ୍ତିକର ଦେଉଛନ୍ତି, ବହୁତ ସାରା କହୁଛନ୍ତି ଆଜି ଟଙ୍କା ମିଳିବ, କାଲି ମିଳିବ। କିନ୍ତୁ ଫାଇନାଲି ଦେଖନ୍ତୁ, 10 ତାରିଖ ଟଙ୍କା ଆସିଛି, ତାର ସ୍କ୍ରିନଶଟ୍ ମଧ୍ୟ ମୁଁ ଆପଣମାନଙ୍କୁ ଦେଖେଇ ଦେଉଛି। ତ ଆପଣମାନେ ଏଠାରେ ଦେଖନ୍ତୁ, ଗୋଟେ ସ୍କ୍ରିନଶଟ୍ ଆପଣମାନଙ୍କୁ ଦେଇଦେଉଛି ଯେ ଯେଉଁ ଟଙ୍କାଟି ଆସିଛି କେତେ ଟଙ୍କା ଆସିଛି। ଦେଖନ୍ତୁ, ଆପଣମାନଙ୍କର ଯେଉଁ 3,000 ଟଙ୍କା ମିଳିବାର ଥିଲା, 3,000 ଟଙ୍କା ଆସିନାହିଁ। ଏଥର ଆପଣମାନଙ୍କର 2,000 ଟଙ୍କା ମିଳିଛି। ଅର୍ଥାତ୍ ଆପଣମାନେ ଯେଉଁମାନେ ଏପ୍ରିଲ ଏବଂ ମେ ମାସର ଟଙ୍କା ପାଇନଥିଲେ, ସେମାନଙ୍କ ଆକାଉଣ୍ଟରେ ଦେଖନ୍ତୁ ବର୍ତ୍ତମାନ 2,000 ଟଙ୍କା କ୍ରେଡିଟ୍ ହେଇଛି। ଏହା ସହିତ ଆପଣମାନଙ୍କର ବିଭିନ୍ନ ବ୍ୟାଙ୍କ ଆପଣମାନଙ୍କର ଯେଉଁଟାକି ସର୍ଭର ଇସ୍ୟୁ ପାଇଁ ହୁଏତ ଆଜି ଟଙ୍କା ଆସିବାରେ ବିଳମ୍ବ ହୋଇପାରେ, କିନ୍ତୁ ଆଜି ଯେଉଁ 2,000 ଟଙ୍କା ଆସିଛି ଆପଣମାନଙ୍କର କେଉଁମାନଙ୍କର ଆସିଛି ସେଇଟା ମଧ୍ୟ ଜାଣିବା ଦରକାର। କାରଣ ଯେଉଁ ଟଙ୍କା ଆପଣମାନଙ୍କର ଆସିଛି ସେଥିରେ ବହୁ ଜଣ ହିତାଧିକାରୀ ଥିଲେ ଯେଉଁମାନେ ବାର୍ଦ୍ଧକ୍ୟ ଭତ୍ତା ଅର୍ଥାତ୍ 60 ବର୍ଷରୁ ଉର୍ଦ୍ଧ୍ୱ ଅଛନ୍ତି, ଭିନ୍ନକ୍ଷମ ଭତ୍ତା ଅଛନ୍ତି, ତା ସହିତ ଆମର ୱିଡୋଡ୍ ପେନସନ୍ ରହିଛି। ତେଣୁ ଯେଉଁ ଟଙ୍କାଟି ଆଜି କ୍ରେଡିଟ୍ ହେଇଛି, ଏଇଟା ଆପଣମାନଙ୍କର ବିଧବା ମା ମାନଙ୍କର ଟଙ୍କା କ୍ରେଡିଟ୍ ହେଇଛି। ଅର୍ଥାତ୍ ଯେଉଁମାନେ ୱିଡୋଡ୍ ପେନସନ୍ ପାଉଥିଲେ ସେମାନଙ୍କର ହିଁ 2,000 ଟଙ୍କା ବର୍ତ୍ତମାନ ସୁଦ୍ଧା ଆକାଉଣ୍ଟରେ କ୍ରେଡିଟ୍ ହେଇଛି। ଟାଇମ୍ ମଧ୍ୟ ଦେଖିପାରୁଥିବେ, ଆଜି ସନ୍ଧ୍ୟା 6ଟା ପରେ ଟଙ୍କା ଯାଇକି ଆସିବା ଆରମ୍ଭ ହୋଇସାରିଛି। ତେଣୁ ଯେଉଁମାନଙ୍କର ଟଙ୍କା ଆଜି କ୍ରେଡିଟ୍ ହେଇଛି, ମ୍ୟାକ୍ସିମମ୍ ହିତାଧିକାରୀ ରହିଛନ୍ତି ଆମର ୱିଡୋଡ୍ ପେନସନ୍ ଯେଉଁମାନେ ପାଇଛନ୍ତି। ତେଣୁ ୱିଡୋଡ୍ ପେନସନ୍ ପାଉଥିଲେ ଆପଣମାନଙ୍କ ଟଙ୍କା ଅଲରେଡି କ୍ରେଡିଟ୍ ହେଇସାରିଛି। ଆଉ ବାକି ଯେଉଁ ହିତାଧିକାରୀମାନେ ରହିଛନ୍ତି ସେମାନଙ୍କ ଟଙ୍କା ଆଜି ସନ୍ଧ୍ୟା ଆପଣମାନଙ୍କ ରାତି ସୁଦ୍ଧା ବା କାଲି ସକାଳ ସୁଦ୍ଧା ଆପଣମାନେ ପାଇଯିବେ। ତେଣୁ ପ୍ରଥମ ପର୍ଯ୍ୟାୟରେ ୱିଡୋଡ୍ ମାନଙ୍କର ଟଙ୍କା କ୍ଲିୟରାନ୍ସ ଦିଆଯାଇଛି ଏବଂ 2,000 ଟଙ୍କା ମିଳିଛି। ମନେ ରଖନ୍ତୁ, 2,000 ଟଙ୍କା ମିଳିଛି, ଆଉ 1,000 ଟଙ୍କା ଆପଣମାନଙ୍କୁ 20 ତାରିଖ ପରେ ଯାଇକି ପ୍ରଦାନ କରାଯିବ। ଏହା ସହିତ ଯେଉଁମାନେ 3,500 ଟଙ୍କା ଅନଲାଇନ୍ ମାଧ୍ୟମରେ ପାଉଥିଲେ ସେମାନଙ୍କ ଟଙ୍କା ମଧ୍ୟ 12 ତାରିଖ ସୁଦ୍ଧା ସମସ୍ତଙ୍କର ଟଙ୍କା କ୍ଲିୟର ହେଇଯିବ। ବର୍ତ୍ତମାନ ସର୍ଭର ମେଣ୍ଟେନାନ୍ସ ଅଛି, ପୋର୍ଟାଲ ମଧ୍ୟ ମେଣ୍ଟେନାନ୍ସରେ ଅଛି। 7ଟା 30 ପରେ ପୋର୍ଟାଲ ଯାଇକି ଅପଡେଟ୍ ହେଇଯିବ। ତେଣୁ ଅପଡେଟ୍ ହେଲା ପରେ ଯେଉଁମାନଙ୍କର ଟଙ୍କା କ୍ରେଡିଟ୍ ହେଇଛି ସେମାନେ ବର୍ତ୍ତମାନ ଟଙ୍କା ନିଜ ନିଜ ବ୍ୟାଙ୍କରେ ଚେକ୍ କରିପାରିବେ ଏବଂ ଯେଉଁମାନଙ୍କର ଟଙ୍କା ବର୍ତ୍ତମାନ ସୁଦ୍ଧା କ୍ରେଡିଟ୍ ହେଇନାହିଁ ସେମାନେ ଧୈର୍ଯ୍ୟ ଧରନ୍ତୁ। ଆପଣମାନଙ୍କ ଟଙ୍କା ଆସନ୍ତା କାଲି ସୁଦ୍ଧା କ୍ରେଡିଟ୍ ହେଇଯିବ ଏବଂ ସେ ବିଷୟରେ ମଧ୍ୟ ମୁଁ ଅପଡେଟ୍ ଜଣାଇଦେବି। ତେଣୁ ଯେଉଁ ଟଙ୍କାଟି ବର୍ତ୍ତମାନ ଆସିଛି, ମନେ ରଖନ୍ତୁ ଏଇଟା କେବଳ
ବିଧବା ମା'ମାନଙ୍କର ବା ୱିଡୋଡ୍ ପେନ୍ସନ୍ ଯେଉଁମାନେ ପାଉଥିଲେ ସେଇମାନଙ୍କ ଆକାଉଣ୍ଟରେ 2000 ଟଙ୍କା କ୍ରେଡିଟ୍ ହେଇଛି ଏବଂ ବାକି ଟଙ୍କା ଆପଣମାନଙ୍କୁ ଆସନ୍ତାକାଲି ବା 12 ତାରିଖ ସୁଦ୍ଧା କ୍ରେଡିଟ୍ ହେଇଯିବ। ତେଣୁ ଏହା ଥିଲା ଆଜିର ଜେନୁଇନ୍ ଏବଂ ଇନଫର୍ମେଟିଭ୍ ଅପଡେଟ୍। ଆଶା କରୁଛି ଭିଡ଼ିଓଟି ଦେଖିଲା ପରେ ନିହାତି ଆପଣମାନଙ୍କ ମନରେ ଟିକେ ଖୁସି ଆସିଥିବ। ତେଣୁ ଏହି ଭିଡ଼ିଓଟି ବହୁତ ମାତ୍ରାରେ ସେୟାର କରନ୍ତୁ, ଯାହାଦ୍ୱାରା କି ଯେଉଁମାନେ ଦୀର୍ଘ ଦିନ ଧରି ଭତ୍ତା ଟଙ୍କା ପାଇବା ପାଇଁ ଅପେକ୍ଷା କରିଥିଲେ ସେମାନଙ୍କ ମନରେ ଟିକେ ଖୁସି ଆସିପାରିବ ଏବଂ ପରବର୍ତ୍ତୀ ଅପଡେଟ୍ ପାଇବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖନ୍ତୁ। ଧନ୍ୟବାଦ।